ସେମାନେ ବୁଦ୍ଧଦେବ ସାହୁ, ସେମାନେ ବରୁଣ ସାହୁ ବିଲେଇ ସାଥୀ ଆଉ ସୁଶୀଲ କୁମାର ରାଓ ସେମାନେ ଜଗନ୍ନାଥର ସାଲେପାତି। ସେ ଦୁଇ ଜଣ ମଲ୍ଟି ସ୍କିଲ୍ଡ ଆଟେଣ୍ଡେଣ୍ଟ ଆଉ ସାନିଟେସନ୍ ୱାର୍କର କରିଦେବ ବୋଲି ଡେପୁଟି ସିଏମ୍ଙ୍କ ପିଏ ଆଉ ଓଏସ୍ଡି ଆମେ ଅଛୁ ବୋଲି କହିଥିଲୁ। କଲେକ୍ସନ୍ କରିଥିଲେ 2,10,000 ପର୍ ପର୍ସନ୍ 70,000 କଲେକ୍ସନ୍ କରିଥିଲେ। ଆଉ ସେମାନେ ଜଣାପଲା ସେମାନେ ନେଇକି ଇମ୍ପର୍ସନେଟ୍ କରୁଥିଲେ ଓଏସ୍ଡି ଅଛି ଆଉ ପିଏ ଅଛନ୍ତି। ସେ ସଂକ୍ରାନ୍ତରେ ସେମାନେ ପଇସା ଦେଇଥିଲେ ଆଉ ତାଙ୍କୁ ଜଣାପଡ଼ିବା ପରେ ଆଜି ବୁଦ୍ଧଦେବ ସାହୁ ଏବଂ ସୁଶୀଲ କୁମାର ରାଓଙ୍କୁ ଆରେଷ୍ଟ କରାଯାଇଛି। ଆଉ ଫର୍ଦର ଇନଭେଷ୍ଟିଗେସନ୍ରେ ତାଙ୍କ ପାଖରୁ ଜଣାପଡ଼ୁଛି ସେମାନେ ଫ୍ୟାକ୍ ଆପଏଣ୍ଟମେଣ୍ଟ ଲେଟର୍ ମଧ୍ୟ ସେମାନେ ଇସ୍ୟୁ କରୁଥିଲେ। ଆଉ ଇନଭେଷ୍ଟିଗେସନ୍ ଚାଲିଛି। ସେ ଦୁଇ ଜଣ ଆରେଷ୍ଟ ହେଇଛନ୍ତି। ଆଉ 319(2), 318, 308, 338, 336 ବିଏନ୍ଏସ୍ରେ ତାଙ୍କୁ ଆରେଷ୍ଟ କରାହେଇଛି। କୋର୍ଟ ମିଳିଲା କି ସେ ଏମିତି ଦୁଇ ଜଣ ଏମିତି କରୁଛନ୍ତି। ଅଭିଯୋଗଟା ଯେ କରିଛନ୍ତି ସେ ଭିକ୍ଟିମ୍ କିଏ? ନାଇଁ ସେଟା ଜଣାପଡ଼ିବ କୋର୍ଟରେ। ଅଭିଯୋଗ ଯିଏ କରିଥିଲେ ଭିକ୍ଟିମ୍ ନାହିଁ ସେଟା ଆମେ ଏବେ ଆମକୁ ଯିଏ ଅଭିଯୋଗ କରିଥିଲେ ମୁଁ ତାଙ୍କୁ କହିଲି ଆମର ଇନଫର୍ମେସନ୍ ଥିଲା, ସେ ଆଧାରରେ ଆମେ ଇନଭେଷ୍ଟିଗେସନ୍ କରୁ।